ମୋ ପାଖକୁ ବହୁତ ସାରା ମେସେଜ ଆସିଛି ମ୍ୟାଡ଼ାମ ଗୋଟେ ଭେଜର କେକ୍ ତିଆରି କରନ୍ତୁ ଆଉ ୱିଥାଉଟ୍ ଓଭନ୍। ପ୍ରଥମେ କ'ଣ କରିବା ନା ଗୋଟେ ଗ୍ରାଇଣ୍ଡର ଜାରରେ 1.5 କପ୍ ଚିନି ନେଇଯିବା, ଗୋଟେ କପ୍ ତେଲ, ଆପଣମାନେ ବଟରରେ ନହେଲେ ଘିଅରେ ବି କରିପାରିବେ, ତା ସାଙ୍ଗରେ 1.5 କପ୍ ହେଉଛି କ୍ଷୀର। ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବା ଯେଉଁଟାକି ଚିନିଟା ପୁରାପୁରି ମାନେ ମେଲ୍ଟ ହେଇଯିବ। ଗୋଟେ ବାଉଲକୁ ବାହାର କରିବା, ଭଲ ଭାବରେ ବିଟ୍ କରିଦେବା। 2 टीस्पून ଭିନେଗାର ଦେଇଦେବା, ତାକୁ ଭଲ ଭାବରେ ମିକ୍ସ କରିସାରିଲା ପରେ ତାପରେ କ'ଣ କରିବା, ଗୋଟେ ଷ୍ଟେନରରେ 2 କପ୍ ମଇଦା, 1 टीस्पून ବେକିଂ ପାଉଡର, 1 टीस्पून ହେଉଛି ବେକିଂ ସୋଡ଼ା, ତାକୁ ଦେଇକି ଚଲେଇ ଦେଇକି ତା ଦେହରେ ଭଲ ଭାବରେ ଟିକେ ଗୋଳେଇ ଦେବା। ତାପରେ ଟିକେ ଦେଇଦେବା ଆମେ ଭାନିଲା ଏସେନ୍ସ, ଭଲ ଭାବରେ ମିକ୍ସ କରିଦେଲେ ତାକୁ ଏଇ ଯେଉଁ ମିକ୍ସଟା ହେଇଗଲା ବର୍ତ୍ତମାନ ଇକ୍ୱାଲ୍ 2% ତାକୁ କରିବା। 1% ଆମେ ବାହାର କରିଦେଲା, ଆଉ ଗୋଟେ ପୋର୍ସନରେ 2 टेबल स्पून ଚକୋଲେଟ୍ ପାଉଡର ଦେଇକି ଗୋଳେଇ ଦେଇକି ଆଉ ଗୋଟେ ବାଉଲକୁ ବାହାର କରିଦେବା। ବର୍ତ୍ତମାନ ଆମେ ସେଟ୍ କରିବା, ଦେଖନ୍ତୁ କଡ଼େଇଟା ପୁରାପୁରି ଗରମ କରିଦେବା। ଗରମ କରିସାରିଲେ ଏମିତି ଗୋଟେ ଷ୍ଟାଣ୍ଡ ଦେଇଦେବା, ତାକୁ କଭର କରିକି ରଖିବା। ଏମିତି ଗୋଟେ ଆମର ଯେଉଁଟା କେକ୍ ତିଆରି କରିବା ନା, ତା ଦେହରେ ଗୋଟେ ବଟର ପେପର ଦେଇକିରି ଏମିତି ଚକୋଲେଟ୍ର ଗୋଟେ ଚାମଚ, ପୁଣି ତାର ହ୍ୱାଇଟ୍ର ଗୋଟେ ଚାମଚ, ଏମିତି ଦେଇକିରି ପୁରାପୁରି ଆମ ଡୋଟାକୁ ପୁରାପୁରି ଖତମ କରିଦେବା। ଖତମ କରିସାରିଲା ପରେ ତାପରେ କ'ଣ କରିବା ନା, ଏମିତି ଟୁଥପିକ୍ରେ ତାକୁ ଗୋଟେ ଏମିତି ଏମିତି ଦାଗ ଦେଇଦେବା, ଯେଉଁଟାକି ଜେବ୍ରା ଭଳିଆ ପୁରା ଏକଦମ ଲାଗିବ। ବର୍ତ୍ତମାନ ତାକୁ ଘଣ୍ଟାଟେ ସ୍ଲୋ ଜାଳରେ ପୁରା ବସାଇବା। ଦେଖିଲେ ତ ବର୍ତ୍ତମାନ କେତେ ସୁନ୍ଦର ଭାବରେ ତିଆରି ହେଇଗଲା। ତାକୁ ବର୍ତ୍ତମାନ କମ୍ପ୍ଲିଟଲି ଥଣ୍ଡା ହେବା ପାଇଁ ଦେବା। ଦେଲା ପରେ ତାପରେ ପିସ୍ ପିସ୍ କରି କାଟିବା। ଆପଣମାନେ ନିହାତି ବନାନ୍ତୁ, ଆଉ ସବୁ ଝିଅ ଗ୍ୟାରେଣ୍ଟି ଦେଇକିରି କହୁଛି ବହୁତ ପସନ୍ଦ କରିବେ। ଲଭ୍ ୟୁ ଅଲ୍, ଗଡ୍ ବ୍ଲେସ୍ ୟୁ, ଥ୍ୟାଙ୍କ ୟୁ ସୋ ମଚ୍।